ଦ୍ୱିତୀୟ ଅଭିଯୋଗରେ କୁହାଗଲା ରାବଣ ଜଣେ ନାରୀ ଚୋର। ଜାମ୍ବବ ବିଚାର କଲେ ଏଥିରେ ମୋତେ ଆଉ କିଛି କହିବାକୁ ପଡ଼ିବନି, ଏ ତ ସର୍ବଜନ ବିଦିତ କଥା। କିନ୍ତୁ ସୁଖ ସାରଣ ଠିଆ ହେଲେ କହିଲେ ନା ଏ କଥାକୁ ଆମେ ଗ୍ରହଣ କରିପାରିବୁ ନା, ମାନେ ନା ରାବଣ ନାରୀ ଚୋର ନୁହେଁ ବା ରାବଣ ସୀତାଙ୍କୁ ଚୋରି କରି ନେଇନାହାନ୍ତି। ମାନେ ନା ହୁଏତ ସୀତା ମନ ଇଚ୍ଛା ରାବଣ ପଛରେ ଯାଇପାରୁ। ଚମକି ପଡ଼ିଲେ ରାମ କହିଲେ ସାବଧାନ, ମୁଁ ସବୁ କଥା ସହିପାରେ, ମୋ ଆଗରେ ଯେ ମୋ ମାଙ୍କର ନିନ୍ଦା କରେ, ମୋ ପ୍ରଭୁଙ୍କର ନିନ୍ଦା କରେ, ମୁଁ କଥାକୁ ବରଦାସ୍ତ କରିପାରିବି। ଯିବା ତ ସମସ୍ତେ ଆଉ 10-15 ମିନିଟ୍ ଯିବା ସମସ୍ତେ। ସୁଖ ସାରଣ ଠିଆ କଣ କହିଲ ନା ମୁଁ ସବୁ କଥା ଶୁଣିପାରେ ବା ସହିପାରେ, ମୋ ପ୍ରଭୁ ଆଉ ମୋ ମାଙ୍କର ନିନ୍ଦା କରି ମୁଁ ସହିପାରିବି। ଆଉ ତମେ କଣ କହୁଛ ମୋ ମା ମନ ଇଚ୍ଛା ଯାଇପାରୁଛି ପଛରେ? ନା, ମା ସୀତା ଯଦି ସତୀ ସାଥୀ ପତିବ୍ରତା, ତାଙ୍କ ଜୀବନରେ କଥା ସମ୍ଭବ ନୁହଁ। ସୁଖ ସାରଣ ଠିଆ ହେଲେ କହିଲେ କଣ କହିଲ? ମା ସୀତା ସତୀ ସାଥୀ ପତିବ୍ରତା, ରାମାୟଣ ଗୋଟେ ଆଦର୍ଶ ପ୍ରସଙ୍ଗ, ଆଦର୍ଶ ଚରିତ୍ର। ନା ମାନେ ନା ଯୋଉ ରାମାୟଣ ଗ୍ରନ୍ଥରେ ସାନ ଭାଇ କଥା ବଡ ଭାଇ ମାନିନି, ଶାଶୁ କଥା ବୋହୁ ମାନିନି, ଝିଅର କଥା ବହୁତ ମାନିନି, ଆଉ ତାକୁ ଆମେ ଆଦର୍ଶ ବୋଲି କେମିତି କହିବା? ଦେଖନ୍ତୁ ସୁଖ ସାରଣ ସିଏ ତାଙ୍କ ଯୁକ୍ତି ବାଢି ନା, ମାନେ ନା ଯୋଉ ରାମାୟଣରେ ସାନ ଭାଇ କଥା ବଡ ଭାଇ ମାନିନି, ଶାଶୁ କଥା ବୋହୁ ମାନିନି, ଝିଅର କଥା ବହୁତ ମାନିନି, ଆମେ ତାକୁ ଆଦର୍ଶ ବୋଲି କେମିତି କହିବା? ଚମକି ପଡ଼ିଲେ ଜାମ୍ବବ କହିଲେ ସାବଧାନ, ନା ମୁଁ କହୁଛି ଶୁଣ। ନା କଣ କହୁଛ? ନା ପ୍ରଥମେ ଦେଖନ୍ତୁ ସାନ ଭାଇ କଥା ବଡ ଭାଇ ମାନିନି, ସୁଖ ସାରଣ କରେ। ପୁଣି ତାକୁ ଜାମ୍ବବ ଖଣ୍ଡନ କରିବେ, ଏଇଟା ବରିଷ୍ଠ ଯୁକ୍ତି ଦେଉଛି। ନା କେତେବେଳେ ସାନ ଭାଇ କଥା ବଡ ଭାଇ ମାନିନି, ଯୋଉଦିନ ମାୟାମୃଗ ମାରିଚ ମାୟାମୃଗ ହେଇ ପଞ୍ଚକୋଟି କାଠରେ କୋଟିର ସମୁଦ୍ରରେ ବୁଲୁଛି, ଭଗବାନ ରାମ ମା ସୀତାଙ୍କୁ କଥାକୁ ଆଧାର କରି ମାୟାମୃଗକୁ ମାରିବା ପାଇଁ ଦଉଛୁ। ଏଥିପାଇଁ ଲକ୍ଷ୍ମଣ କାଟିଦେଲେ କହିଲେ ଭାଇ ଆପଣ କୁଆଡେ ବାହାରୁଛୁ? ଶୁଣନ୍ତୁ କବି ସମ୍ରାଟ ଭକ୍ତ ବୈଦେଇ ଶୁଣନ୍ତୁ କହିଲେ ପଦଟି ଲକ୍ଷ୍ମଣ ଏକପଟି ଲକ୍ଷ୍ମଣ କହୁଛନ୍ତି ଭାଇ ପଦଟି ଲକ୍ଷ୍ମଣ ଏ କପଟି ଏଣ ମାରିଚ ନିଶ୍ଚୟ। ଲକ୍ଷ୍ମଣ ପୁରା ଦୃଢ କଣ୍ଠରେ କହିଲେ ଭାଇ ଏ ମାରିଚ ପଦଟି ଲକ୍ଷ୍ମଣ ଏ କପଟି ଏଣ ମୃଗ ବିଲୋକିବା ଥାଉ, ଦେଖିବା ତ ଦୂରର କଥା। ଶୁଣିଛ କୋଉଠି ଗୋଟେ ସୁନାର ମୃଗ ଅଛି, ଇଏ ପରା ମାରିଚ, ୟାର ଧର୍ମ କଣ ଜାଣିଛ? ବିନୋଦ ଦେଖାଇ ଦୂର କରି ନେଇ ମୃଗ। ମାରିଚ ୟାର ଧର୍ମ ବିନୋଦ ଦେଖାଇ, ବିନୋଦ ଛଳନା କପଟ କରି ବିନୋଦ ଦେଖାଇ ଦୂର କରି ନେଇ ନୃପଜ ମାନଙ୍କୁ, ନୃପକୁମାର ମାନଙ୍କୁ, ରାଜକୁମାର ମାନଙ୍କୁ ଇଏ ଛଳନା କରି ଯଥେଷ୍ଟ ଦୂରକୁ ନେଇଯାଏ। ବଦ୍ଧରେ ତୁଙ୍ଗ ଶୃଙ୍ଗରେ ରଙ୍ଗ ଆସେ, ଇଏ ଯଥେଷ୍ଟ ଦୂରକୁ ନେଇ ସେମାନଙ୍କୁ ମାରେ। ଏ ଭାଇ ମୋ କଥା ଶୁଣ, ଇଏ ସ୍ୱର୍ଣ୍ଣ ମୃଗ ନୁହଁ, ଇଏ ମାରିଚ। ଦେଖ ଯଦି ଏ କଥା ଲକ୍ଷ୍ମଣ ଦୃଢ କଣ୍ଠରେ କହିଲେ, ସୁଖ ସାରଣ କହୁଛନ୍ତି ଭାଇ ଇଏ ମାରିଚ ଜମା ଯାନ ଠାରେ ଅଛି। ସାନ ଥିଲେ ପଚାରି, ବଡ ଥିଲେ ବିଚାରି। ତମ ସାନ ଭାଇ କଥାଟି ଯଦି କହିଲା ହେ ରାମ ତମେ ତମ ସାନ ଭାଇ କଥାକୁ ଗୁରୁତ୍ୱ ଦେଲ କି? ପ୍ରଥମ କଥା ସାନ ଭାଇ କଥା ବଡ ଭାଇ ମାନିନି, କିଏ କହୁଛ? ଆଚ୍ଛା ଦ୍ୱିତୀୟ କଥା ନା ଶାଶୁ କଥା ବୋହୁ ମାନିଲା ନା? କେତେବେଳେ ଯୋଉ କଥା ଆମ ନାୟକ ବାବୁ କହୁଥିଲେ ବନବାସ ଯିବା କାଳରେ ମା ସୀତାଙ୍କୁ ସେଦିନ ଲକ୍ଷ୍ୟ କରି କୌଶल्या କହିଦେଲେ ମାରେ ତୁ ତ ଜଙ୍ଗଲକୁ ଯାଉଛୁ, ଶୁଣ ମୋ କଥା ଟିକେ ମାନିବୁ। କଣ କହିଲେ? ବିପିନରେ ଦିନ ରାଜା ପୂର୍ବ ଜଙ୍ଗଲକୁ 14 ବର୍ଷ ଯିବୁ, ବିପିନରେ ଦିନ ରାଜା ଅପୂର୍ବ ଦ୍ରବ୍ୟ ଦେଖି ନ ମାର। କେବେ ହେଲେ ସ୍ୱାମୀ ପାଖରେ କି ଝିଅର ପାଖରେ ଅଳି ତୁ କରିବୁନୁ, ଅପୂର୍ବ ଦ୍ରବ୍ୟ କେବେ ମାଗିବୁନୁ। ଯଦି ଶାଶୁ ଏ କଥା କହିଲେ ବହୁ ହିସାବରେ ବନବାସ କାଳରେ ସୀତା ଏ କଥା ରଖିଛନ୍ତି କି? ତାହେଲେ
দ্বিতীয় কথা শাশু দুইটি কথা কহিলা বেড়ে তৃতীয় কথা শুণ তৃতীয় কথা হচ্ছে সেই পরিবারে ঝিওর কথা ভাউজ মানে দেখন্তু শুভ সারণকে যুক্তি পারে না কোଉଠି ଝିଅର କଥା ଭାଉଜ ମାନି ନା ଯୋଉ ଦିନ ପ୍ରଭୁ ରାମଙ୍କ ପଛରେ ଲକ୍ଷ୍ମଣ ଯିବା ପାଇଁ ବାହାରୁଛନ୍ତି ଅର୍ଥ ରାମ ଗଲା ପରେ ମାୟାବୀକୁ ମାରିବା ପରେ କିଛି ସମୟ ପରେ ତ୍ରାହି ଲକ୍ଷ୍ମଣ ଶବ୍ଦ ଶୁଣାଗଲା ମା ସୀତା କହିଲେ ଲକ୍ଷ୍ମଣ ଆଉ ଡେରି କାହିଁ ଲକ୍ଷ୍ମଣ ଯେତେ ବୁଝେଇଲେ ବି ସୀତା ବୁଝୁନାହାନ୍ତି ବାଧ୍ୟ ହେଲେ ଲକ୍ଷ୍ମଣ ଯିବା ପାଇଁ କାରଣ ସୀତାଙ୍କର କଷ୍ଟ ଆଉ ସହି ପାରିଲେ ଲକ୍ଷ୍ମଣ ଯିବା ପୂର୍ବରୁ ତିନି ଗାର କାଟିକି ଯାଉଛି କାଟିଲେ ତିନି ଗାର ବୀର ସୌରୀ ତିନିଗାର କାଟି ଗଲେ କହିଲେ ହେ ମା କୌଣସି ପରିସ୍ଥିତିରେ ଆପଣ ତିନିଗାରକୁ ଦେଇବେ ନା ସୀତା ମାନିଲେ ଇଏ ଯୁକ୍ତି ବାଢିଲେ ଜାମ୍ବକୁ ଠିଆ ହେଲେ କହିଲେ ଶୁଣ ତମେ ଯୋଉ ତିନୋଟି କଥାରେ ଦୋଷ ଦଉଛ ଇଏ ତିନୋଟି କଥା ସମସ୍ତେ ମାନିଛନ୍ତି ନା ପ୍ରମାଣ ନା ଶୁଣ ଜାମ୍ବ କହିଲେ ଯେତେବେଳେ ଲକ୍ଷ୍ମଣ ମନା କରୁଛନ୍ତି କହିଲେ ପ୍ରଭୁ ଆପଣ ଯାଆନ୍ତୁ ବଦତି ଲକ୍ଷ୍ମଣ ଏ କପଟିଏଣ ମାରିଛନ୍ତି ଭାଇ ମାରିଛ ଆପଣ ଯାଆନ୍ତୁ ରାମ କଣ ଦେଖନ୍ତୁ ପ୍ରଭୁ ରାମ ଭାଇ କଥାକୁ କେଡ଼େ ସମ୍ମାନ ଦେଇଛନ୍ତି କହିଲେ ଲକ୍ଷ୍ମଣ ଆରେ ତୁ ମତେ ମନା କରୁଛୁ ଶୁଣୁ କଣ କହିଲେ ଅଧିବି ଅବଶ୍ୟ ମୃଗ ରାକ୍ଷସ এপর্যন্ত মতে চিনি পারল অধিবি অবশ্য মৃগ বা রাক্ষস শ্রীরাম কইলে সে মৃগ হও সে রাক্ষস মারিছ সে কোউঠু মুঠু বলিଯିବ না সে ঝিଅ তু কাকে চিন্তা কর তু নিশ্চিন্ত রহ প্রভুଙ୍କର ভুলে না লক্ষ্মণକୁ সে সম্মান দেই না লক্ষ্মণ কথা রক্ষছ অধিবি অবশ্য মৃগ বা রাক্ষস শ্রীরাম কই বড় ভাগি নাস্তি করব সেটা লক্ষ্মণ কে চিন্তা করনি ସେ ରାକ୍ଷସ ମାରିଛ ମାୟାକୁ କେହି ମଧ୍ୟ କରିବେ ତମେ ମୋ ଉପରେ ବିଶ୍ୱାସ କର ଦ୍ୱିତୀୟ କଥାକୁ ଆସ ଲକ୍ଷ୍ମଣ କଣ ତିନିଟା ଟାଣିଲେ କାହିଁ ପାଞ୍ଚଟା ଗାର ଟାଣି ପାରିଲେନି ନା ସିଏ ତ ତିନି ଗାର କଥା ତିନି ଗାର ଦେଇପାରିବେନି କାହିଁକି ନା ସେ ତିନି ଗାର ଆଉ କିଛି ନା କାରଣ ଏ ତିନୋଟି ଗାର ଟିକିବାରେ ଗଣ୍ଡ ନାମ ରାମର ଭୁବର ଭିତରେ ରାମ ଅଛନ୍ତି ବନ୍ଦ ନାମ ରାମର ଭୁବରକ ହେତୁ କୃଷାନୁ ଭାନୁ ଭୀମକର କୃଷାନ ଅଗ୍ନି ଭାନୁ ସୂର୍ଯ୍ୟ ଆଉ ଭୀମକର ଚନ୍ଦ୍ର ସେ ରାମ ଭିତରେ ତିନିଟା ର ଯୁକ୍ତ ଯୁକ୍ତମ ଅଗ୍ନି ବୀଜର ପ୍ରତୀକ ଅ ଚନ୍ଦ୍ର ବୀଜର ପ୍ରତୀକ ମ ସୂର୍ଯ୍ୟ ବୀଜର ପ୍ରତୀକ ତେଣୁ ରାମ ଯେହେତୁ ତିନିଟି ଅକ୍ଷର ତିନି ଗାର କାଟିଦେଲେ ସ୍ୱାମୀଙ୍କ ଦ୍ୱାହି ରହିଗଲା ସ୍ୱାମୀଙ୍କ ଦ୍ୱାହି ରହିଗଲେ ଦେଇପାରିବେନି ମା ସୀତା ଆଜ୍ଞା ତେଣୁ ଲକ୍ଷ୍ମଣ ତିନି ଗାର କାଟିଦେଲେ ଆଚ୍ଛା ଡେଇଲେ କେମିତି ସେ ପ୍ରସଙ୍ଗ ଆସୁନି ଡେଇଲେ କାହିଁକି କଣ କଲେ ଡେଇଲେ ତାଙ୍କର ଭୁଲ ହେଲାନି ଲକ୍ଷ୍ମଣ ତିନି ଗାର କାଟିକି ପଳେଇଛନ୍ତି କୌଣସି ପରିସ୍ଥିତିରେ ଆପଣ ତିନି ଗାର ଡେଇବେନି ଆଚ୍ଛା ଲକ୍ଷ୍ମଣ ପଳେଇଲେ ଦ୍ୱାର ଦେଶରେ ଜଣେ ସନ୍ନ୍ୟାସୀ ଜଣେ ବାବାଜୀ ଠିଆ ହେଇଗଲେ ଆଚ୍ଛା ଯିଏ ଆସିଛି କୁଟୀର ଦ୍ୱାର ଦେଶରେ ସେ ଜଣେ ବାବାଜୀ ବେଶରେ ଆସିଛି ନା ସେ ଯିଏ ବି ହଉ କୋଉ ବେଶରେ ଆସିଛି বহিরতি বেশরা বন্ধে আসিও ভুজপুর বহিরতি বেশ রাবণ যে আসিও ভুজপুর যাই গোটে বাবাজি বেশরে রাবণ আসছে
ଆଚ୍ଛା ସିଏ ରାବଣ କୁଟୀର ଦ୍ୱାରରେ ଠିଆ ହେଇକି ଡାକିଦେଲା ଭିକ୍ଷାଂ ଦେହି ଭିକ୍ଷାଂ ଦେହି। ଆଚ୍ଛା କୁଟୀର ଭିତରେ ଅଛନ୍ତି ସୀତା, ପ୍ରତିବନ୍ଧକ ତିନି ଗାର। କଣ କରିବେ? ଗୋଟିଏ ପଟେ ଲକ୍ଷ୍ମଣ ମନା କରିକି ଯାଇଛନ୍ତି ମା କୌଣସି ପରିସ୍ଥିତିରେ ଆପଣ ତିନି ଗାର ଦେଇବେ। ଗୋଟେ ପଟେ ଜଣେ ବ୍ରାହ୍ମଣ ବାବା ସନ୍ନ୍ୟାସୀ, ଆମ ସେ ଅତିଥି, ଆମ ଏ ସଂସ୍କୃତି ସେଇମାନଙ୍କୁ ଦେବତା ଉପରେ ଚିନ୍ତା କରୁ ନା କିଏ ମାତୃଦେବ ହବ, ପିତୃଦେବ ହବ, ଆଚାର୍ଯ୍ୟ ଦେବ ହବ, ଅତିଥି ଦେବ। ସେଦିନ ସୀତାଙ୍କ ପାଇଁ ସେ ଦେବତା ଅତିଥି ଦେବତା। ଗୋଟିଏ ପଟେ ଅତିଥି ରୂପକ ଦେବତା, ଆଉ ଗୋଟେ ପଟେ ଝିଅର ପୁଅ ଭଳିଆ ସିଏ ଗୋଟେ ଗାର କାନ ଦେଇକି ଯାଇଛି। ଧର୍ମ ସଂକଟରେ ପଡ଼ିଲେ ସୀତା। ବେଳେ ବେଳେ ଧର୍ମ ସଂକଟରେ ପଡ଼ିଲେ କୋଉଟା କରଣୀୟ ତାକୁ ବିଚାର କରାଯିବ। ଧର୍ମ ସଂକଟରେ ପଡ଼ିଲେ ଅର୍ଜୁନ ମନା କରୁଛନ୍ତି, ଅର୍ଜୁନ ପ୍ରଭୁ ଯୁଦ୍ଧ କରିପାରିବେ। କୃଷ୍ଣ କହିଲେ ଆରେ ହେ ଯୁଦ୍ଧ କରିବାକୁ ହବ। ଧର୍ମ ସଂକଟରେ ପଡ଼ିଲେ ପରଶୁରାମ। ଗୋଟିଏ ପଟେ ଯମଦଗ୍ନି କହୁଛନ୍ତି ତମ ପୁଅ ମାନଙ୍କ ଭିତରୁ କିଏ ତମ ମାକୁ ମାରିବ। କଣ କରିବେ? ବାପାଙ୍କ କଥା ରଖିବେ ନା ମାକୁ ବଞ୍ଚେଇବେ? ଶିର ରକ୍ତ ଛେଦରୁ ବଞ୍ଚିତ। ଧର୍ମ ସଂକଟରେ ପଡ଼ିଲେ ସେଦିନ ବଳି ତିନି ପାଦ ଦବା ପୂର୍ବରୁ ଶୁକ୍ରାଚାର୍ଯ୍ୟ ମନା କରିଦେଲେ, କହିଲେ ହେ ବଳି ତୁ କାହାକୁ ତିନି ପାଦ ଦେବୁ ତମକୁ ଚିହ୍ନିବା ଦରକାର ନା। ମୁଁ ସତ୍ୟ କରିସାରିଛି ଗୁରୁଜୀ, ମୁଁ ତମ କଥା ରଖିପାରୁନି। ସେଠି ମଧ୍ୟ ଗୁରୁ କଥା ଏଡେଇ ଦିଆଯାଇଛି, ସେଠି ପ୍ରଭୁଙ୍କ କଥା ଏଡେଇ ଦେବା ପୂର୍ବରୁ ସେଦିନ ଲକ୍ଷ୍ମଣ କଥା ଏଡେଇ ଦେବାକୁ ବାଧ୍ୟ ହେଲେ। କାହିଁକି ନା ସେଦିନ ଦେବତା, ଯଦି ଦେବତା ଜଣେ ଫେରି ଯିବେ ଯାହା ଘରୁ ଅତିଥି ବା ସପରିବାର ପ୍ରେତ ମୁଖରେ କହିବେ ନର୍କଗାମୀ ହେବେ, ତାଙ୍କୁ ମୁକ୍ତି ମିଳିବନି। ବରଂ ଝିଅକୁ ବୁଝେଇଦେବି ସେ ମୋ ପୁଅ ଭଳିଆ, କିନ୍ତୁ ଦେବତାଙ୍କୁ ବାହୁଡ଼ି ପାରିବେ। ଆଚ୍ଛା ଏଠି ସୀତାଙ୍କର ଭୁଲ ହେଲା କି ନା? ତୃତୀୟ କଥାକୁ ଆସ। ଶାଶୁ ବହୁତ ମନା କଲେ। ମନା କଲେ ନା ପିପିନରେ ପିନ ଉଡ଼ଯା ଅପୂର୍ବ ଦ୍ରବ୍ୟ ଦେଖିନ ମା। ଏ ମା ସୀତା ତୁ ତ ଜଙ୍ଗଲକୁ ଯାଉଛୁ, ତୁ ଅପୂର୍ବ ଦ୍ରବ୍ୟ ଦେଖି ମାଗିବୁ। ସୀତା ତ ମାୟା ମୁଖକୁ କହିଲେ ମୋର ଏଇଟା ଦରକାର, ସେ କଣ ଦ୍ରବ୍ୟ କି? ନା, ଦ୍ରବ୍ୟ ଆମେ କାହାକୁ କହିବା? ଯାହା ମାନେ ଇଂଲିଶ ଶବ୍ଦକୁ ବ୍ୟବହାର କରନ୍ତି, ଥିଙ୍ଗସ୍, ଗୁଡ୍ସ, ଅବଜେକ୍ଟସ ଇତ୍ୟାଦି। ଗୋଟେ ନିର୍ଜୀବ ବସ୍ତୁକୁ ଆପଣ ସେ ଦ୍ରବ୍ୟ ପର୍ଯ୍ୟାୟଭୁକ୍ତ, ଗୋଟେ ସଜୀବ ପ୍ରାଣୀ ସେ କେବେ ଦ୍ରବ୍ୟ ପର୍ଯ୍ୟାୟଭୁକ୍ତ ବା ଦ୍ରବ୍ୟ ଆଖ୍ୟାୟିତ ପଦାର୍ଥ ନୁହଁ। ତେଣୁ ସୀତା ସେମିତି ଗୋଟେ ଭୁଲ କଥା କହିନାହାନ୍ତି ବା ଅପୂର୍ବ ଦ୍ରବ୍ୟଟି ଦୁର୍ଲଭ ପଦାର୍ଥଟି ମାଗିନାହାନ୍ତି। କାରଣ ଲକ୍ଷ୍ମଣ କହିଛନ୍ତି, ରାମ ବୁଝେଇ ଦେଇଛନ୍ତି। ଲକ୍ଷ୍ମଣ କହିଛନ୍ତି ଏ କପଟି ଏଣ, ଏ ମାୟା ମୃଗ ନୁହଁ। ରାମ କହିଲେ ସୀତା ତମେ ବ୍ୟସ୍ତ ହୁଅ ନା, ବଧିବେ ଅବଶ୍ୟ ମୃଗ ବା ରାକ୍ଷସ। ଶ୍ରୀରାମ କହିଲେ ବରରୁ ଭାବିବୁ, ବରରୁ ସୀତା ମନା କରିଦେଲେ ପ୍ରଭୁ ତମେ ନିଶ୍ଚିତ ପଛେ ଗୋଡ଼ାଇ। ଏଥିରେ କାହାର ଭୁଲ ନାହିଁ। ସମସ୍ତେ ସମସ୍ତ କଥାକୁ ରକ୍ଷା କରିଛନ୍ତି, ସମସ୍ତେ ସମସ୍ତଙ୍କ କଥାକୁ ସମ୍ମାନ ଦେଇଛନ୍ତି। ଯେତେବେଳେ